ଦେଖନ୍ତୁ ଅଦିନିଆ ରଥଯାତ୍ରା ଉପରେ ମୁଁ ଗୋଟିଏ ଜିନିଷ କହିବାକୁ ଚାହେଁ। କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣି ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅପମାନ ବୋଲି ମୁଁ କହିବି। ଜଗନ୍ନାଥ ସଂସ୍କୃତି ପରମ୍ପରା, ହିନ୍ଦୁ ସଂସ୍କୃତି ପରମ୍ପରା ପ୍ରତି ଏହା କୁଠାରଘାତ। 4.5 କୋଟି ଓଡ଼ିଆଙ୍କ ଭାବାବେଗ ସହିତ ଖେଳିବା ଭଳି ଘଟଣା ବୋଲି କହିବି। ବିଗତ ଦିନରେ ମଧ୍ୟ ଆପଣ ଦେଖିଥିବେ ଇସ୍କନ ତରଫରୁ ବାରମ୍ବାର ଅଦିନିଆ ରଥଯାତ୍ରା କେତେବେଳେ ଦିଲ୍ଲୀରେ, କେତେବେଳେ ଲଣ୍ଡନରେ, ତ କେତେବେଳେ ଅନ୍ୟ କୌଣସି ଜାଗାରେ, କଲିକତାରେ ହେଉ, ଅନ୍ୟ ଜାଗାରେ ବି ହେଉ, ସେମାନେ ଅଦିନିଆ ରଥଯାତ୍ରା କରୁଥିଲେ, ଯାହାକି ଅତ୍ୟନ୍ତ ଦୁଃଖଦାୟକ ବୋଲି କହିବି। ପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଜଗତର ନାଥ ଜଗନ୍ନାଥ। ସେ 4 ଧାମରୁ ଗୋଟିଏ ଧାମ, ଅନ୍ୟତମ ଶ୍ରେଷ୍ଠ ଧାମ ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମ। ଏବଂ ଏଇ ଯେଉଁ ବାରମ୍ବାର ଅଦିନିଆ ରଥଯାତ୍ରା କରାଯାଉଛି, ତାଙ୍କ ପ୍ରତି ଏତେ ଅପମାନ କାହିଁକି? ତାଙ୍କ ପ୍ରତି ଏତେ ଅପମାନ କାହିଁକି କରାଯାଉଛି? ବିଭିନ୍ନ ସମୟରେ ଦେଖିଥିବେ ବିଗତ ଦିନରେ କିଛି ରାଜନୀତି ଦଳର ନେତା ତଥା ବର୍ତ୍ତମାନର କିଛି ମନ୍ତ୍ରୀ ମଧ୍ୟ ତାକୁ ନେଇକି ପ୍ରଶ୍ନ ଉଠାଇଥିଲେ ଏବଂ ଲିଖିତ ଭାବରେ ଇସ୍କନକୁ ଲିଖିତ ଭାବରେ ଦିଆଯାଇଥିଲା ଏବଂ ମନ୍ଦିର ପ୍ରଶାସନ କମିଟି ତରଫରୁ ମଧ୍ୟ ଇସ୍କନ ତାଙ୍କର ଯେଉଁ କମିଟି ରହିଛି ତାକୁ ମଧ୍ୟ ଲିଖିତ ଦିଆଯାଇଥିଲା। ଭାରତବର୍ଷରେ କିଛି ସ୍ଥାନରେ ତ ତାକୁ ଅଦିନିଆ ରଥଯାତ୍ରାକୁ ବନ୍ଦ କରି ଦିଆଗଲା। ବର୍ତ୍ତମାନ କିନ୍ତୁ ଦେଖିବାକୁ ମିଳୁଛି ଭାରତ ବାହାରେ ଅନ୍ୟ ଦେଶରେ ମଧ୍ୟ ରଥଯାତ୍ରାକୁ ଅଦିନିଆ ଭାବରେ ବର୍ତ୍ତମାନ ବି କିଛି ଜାଗାରେ ଅଦିନିଆ ରଥଯାତ୍ରା କରାଯାଉଛି, ଯାହାକି ଅତ୍ୟନ୍ତ ଦୁଃଖଦାୟକ କହିବି। କାରଣ ରଥଯାତ୍ରା ଗୋଟିଏ ରଥଯାତ୍ରାର ନୀତି ଅନୁଯାୟୀ ଗୋଟିଏ ତିଥିରେ କେବଳ ସେହି ଯାତ୍ରାଟି କରାଯାଏ। ଏହା କେବଳ ଗୋଟିଏ ଶୋଭାଯାତ୍ରା ନୁହଁ, ଏହା ଗୋଟିଏ ଶୋଭାଯାତ୍ରା ନୁହଁ, ଏହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଗୋଟେ ଏମିତି ଯାତ୍ରା ଯେ ସାରା ବିଶ୍ୱରେ ପ୍ରଭୁ ଜଗନ୍ନାଥକୁ ସମ୍ମାନ କରାଯାଏ। ପ୍ରଭୁ ଜଗନ୍ନାଥକୁ ଲୋକ ଆଦରିକି ତାଙ୍କୁ ପୂଜା ଅର୍ଚ୍ଚନା କରନ୍ତି ଏବଂ ତାଙ୍କଠୁ ଆଶୀର୍ବାଦ ପ୍ରାପ୍ତ କରନ୍ତି। ଆଉ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏପରି ଅପମାନ ସହ୍ୟ କରାଯିବନି। ବହୁତ ସୁନ୍ଦର ଜିନିଷଟେ ଗତ କାଲି ଦେଖିବାକୁ ମିଳିଛି। ପୁରୀ ଗଜପତି ମହାରାଜ ରାଷ୍ଟ୍ରପତିଙ୍କୁ ଏ ନେଇକି ଗୋଟିଏ ଚିଠି ଲେଖିଛନ୍ତି, ତାକୁ ନେଇକି ମଧ୍ୟ ବିଭିନ୍ନ ବିବାଦ ସୃଷ୍ଟି ହୋଇଛି। କିନ୍ତୁ ମୁଁ ତ କହିବି ସ୍ୱାଗତଯୋଗ୍ୟ ପଦକ୍ଷେପ। ଏବଂ ଇସ୍କନ ସୋସାଇଟି ତରଫରୁ ଯେଉଁ ବିଭିନ୍ନ ସ୍ଥାନରେ ଅଦିନିଆ ରଥଯାତ୍ରା କରାଯାଉଛି ତାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାର ଆବଶ୍ୟକ ରହିଛି। ନଚେତ୍ ପ୍ରଭୁ ଶ୍ରୀ ଜଗନ୍ନାଥକୁ ଆମେ ସମ୍ମାନ ରଥଯାତ୍ରାକୁ ସମ୍ପୂର୍ଣ୍ଣ ରୂପେ ବିରୋଧ କରିବା। जदि आपंक आम भिडी भल लगा तेब आम चैनल को लाइक शेयर सब्सक्राइब करने को जमा भी भूलु नहीं।